ସେ ଭିଡିଓଟା ମୁଁ ଦେଖିଥିଲି ସେ ବାବଦରେ ଆଉ ଟିକେ କିଛି ପଚାରିବା ପାଇଁ ଅଛି, ପଚାରି ପାରିବି? ଆଜିର ହଁ, ଆଜି ଭିଡିଓ ସକାଳ। ହଁ, ପଚାରିଲ କଣ କହୁଛ? ଆଜ୍ଞା, ଆପଣ ସେଟାର ବହୁତ ଥର କହିଛନ୍ତି ଜାଗ୍ରତ ହୋ, ଜାଗ୍ରତ ହୋ। ଜାଗ୍ରତ ହେବା ପାଇଁ ବହୁତ ଲୋକ, ବହୁତ ମୁନି ଋଷି ଯୋଗୀ କହୁଛନ୍ତି। ଆମର ପ୍ରକୃତର ମୋ ମନର ଗୋଟେ ପ୍ରଶ୍ନ ଉଠିଲା, ଆମର ତିନିଟା ଅବସ୍ଥା ଥାଏ। ଗୋଟେ ହଉଛି ଜାଗ୍ରତ, ସ୍ୱପ୍ନ, ସୁଷୁପ୍ତି। ତିନିଟା ତୁରୀୟ ଅବସ୍ଥା ତ ଗୋଟେ ଅଛି, ଯଦି ସେଟା ଆଜ୍ଞା ଆମେ ସମସ୍ତେ ସାଧାରଣ ଲୋକ କିମ୍ବା ଆମର ଯୋଗୀ ମୁନି ଆମେ ସବୁ ଜାଗ୍ରତ ଅବସ୍ଥା ପ୍ରାପ୍ତ ହେଇଥାଉ, ସ୍ୱପ୍ନ ଅବସ୍ଥା ପ୍ରାପ୍ତ ହେଇଥାଉ, ସୁଷୁପ୍ତି ଅବସ୍ଥା ପ୍ରାପ୍ତ ହେଇଥାଉ। ଆମେ ତ ସାଧାରଣ ଲୋକ ସ୍ୱପ୍ନରୁ ଫେରି ଆସୁ, ଆମେ କହୁ ସ୍ୱପ୍ନଟା ହଉଛି ମିଛ। ଜାଗ୍ରତକୁ ଯେତେବେଳେ ଆସୁ, କିନ୍ତୁ ଯେ ଯୋଗୀ ଆତ୍ମଜ୍ଞାନୀ ସେମାନେ ବି ଜାଗ୍ରତକୁ ଆସନ୍ତି, କିନ୍ତୁ ଜାଗ୍ରତ ଅବସ୍ଥାରେ ଆତ୍ମଜ୍ଞାନୀ ହିଁ ଜାଗ୍ରତ ଥାଏ ଏବଂ ଅନ୍ୟମାନେ ଯେଉଁମାନେ ସଂସାରିକ ଅନ୍ୟମାନେ ସେମାନେ ଜାଗ୍ରତ ନଥାନ୍ତି, ସେମାନେ ମଧ୍ୟ ସ୍ୱପ୍ନ ଦେଖୁଥାନ୍ତି। ଏଇ ବାବଦରେ ଗୀତାର ଗୋଟେ ଶ୍ଲୋକ କୁହାଯାଇଛି, ସେମାନେ ମଧ୍ୟ ସ୍ୱପ୍ନ ଦେଖୁଥାନ୍ତି। କାରଣ କୁହାଯାଇଛି ଯେ ପରମାତ୍ମା ସହିତ ଯିଏ ସଂଯୁକ୍ତ ହେଇକି ଯେତେ ସମୟ ରହେ ସେ ସେତେ ସମୟ ଜାଗ୍ରତ ରହେ। ପରମାତ୍ମା ଠାରୁ ବିଚ୍ୟୁତ ହେଲା ମାନେ ସ୍ୱପ୍ନ ସଂସାରରେ ପ୍ରବେଶ କରେ, ଯାହାକୁ ଆପଣ ଏବେ ମାୟା। ତେଣୁ ସେଇଟା ମୋର ଟିକେ ଡାଉଟ୍ କ୍ଲିୟର ହବାର ଅଛି ଏଇଟା, ଯେ ଜଣେ ଆତ୍ମଜ୍ଞାନୀ କିମ୍ବା ଯୋଗୀ ସେ ଜାଗ୍ରତ ଅବସ୍ଥାରେ କେମିତି ଜାଗ୍ରତ ରହିଥାଏ, ଏଇଟା ହଉଛି ଆଜ୍ଞା ମୋର ପ୍ରଶ୍ନ। ଆଉ ସ୍ୱପ୍ନ ଅବସ୍ଥାରେ ଯୋଗୀ ମଧ୍ୟ ଜାଗ୍ରତ ରହିଥାଏ, ସେଇଟା କେମିତି ସମ୍ଭବ ହଉଛି? ବହୁତ ସୁନ୍ଦର ଉପସ୍ଥାପନ। ଦୁଇଟି କ୍ୱେଶ୍ଚିନ୍, ଗୋଟିଏ ଯୋଗୀ କିପରି ଜାଗ୍ରତ ଅବସ୍ଥାରେ ଜାଗ୍ରତ ରହୁଥାଏ, ଆଉ ଗୋଟେ କ୍ୱେଶ୍ଚିନ୍ ହଉଛି କିପରି ସ୍ୱପ୍ନ ଅବସ୍ଥାରେ ମଧ୍ୟ ଜାଗ୍ରତ ରହୁଥାଏ। ଏ ଦୁଇଟି କ୍ୱେଶ୍ଚିନ୍, ଦୁଇଟି ଯାକ କ୍ୱେଶ୍ଚିନ୍ ସଠିକ୍ କ୍ୱେଶ୍ଚିନ୍ ଅଛି। ଯୋଗୀର ଏଇ ଦୁଇଟି ଅବସ୍ଥା ଗୋଟେ ବାସ୍ତବ ରୂପ, କହିଲେ ଅତ୍ୟୁକ୍ତି ହବନି। ଯୋଗୀର ଏଇ ଦୁଇଟି ଅବସ୍ଥା ବାସ୍ତବ ରୂପ। ଯିଏ ଯୋଗୀ ହିଁ ସେ ଜାଗ୍ରତ ରହିବ, ଯିଏ ଯୋଗୀ ହିଁ ସେ ସ୍ୱପ୍ନକୁ ଦେଖିପାରିବ। ଏ ତ ଜାଗ୍ରତ କଥା। ଆଉ ତେଣୁ ଯୋଗୀ କିପରି ଜାଗ୍ରତ ଅବସ୍ଥାରେ ଜାଗ୍ରତ ରହିବ ବା ରହୁଛି, ସମସ୍ତେ ତ ଜାଗ୍ରତ କି ନାହିଁ? ଆମେ ଏଠି ବର୍ତ୍ତମାନ ଜାଗ୍ରତ, ତୁମେ ଶୁଣୁଛ ଜାଗ୍ରତ, ଖାଇଲା ବେଳେ ଜାଗ୍ରତ। କେବଳ ଶୋଇପଡ଼ିଲା ବେଳେ ଯେତେବେଳେ କିଛି ଜଣା ପଡ଼େନି ବ୍ୟକ୍ତି କି, ସେତେବେଳେ ଆମେ ତାକୁ କହିବା ନିଦ୍ରା ବା ସୁଷୁପ୍ତି ଅବସ୍ଥା କୁହାଯାଏ। କିଛି ଜଣା ପଡ଼େନି ଯୋଉଟା, ଆଉ ଯେତେବେଳେ ଜଣା ପଡ଼େ ଆମେ ସେଇଟା ଜାଗ୍ରତ ବୋଲି କହୁଛୁ। ଜାଗ୍ରତରେ ଖାଇଲେ, ବସିଲେ, ଉଠିଲେ, କଥା ଆଣିଲେ, ଟଙ୍କା ଗଣିଲେ, ବ୍ୟାଙ୍କକୁ ଗଲେ, ଡିପୋଜିଟ୍ କଲେ, ଗାଈକି ଖାଇବାକୁ ଦେଲେ, ରୋଷେଇ କଲେ, ତା ଭିତରେ ରେଷ୍ଟ ନେଇକରି ଜାଗ୍ରତ ଅବସ୍ଥାରେ ମଣିଷ ରହିପାରୁଛି। କିନ୍ତୁ ଏ ପ୍ରକୃତରେ ଜାଗ୍ରତ ନୁହେଁ। ଆମେ ଯୋଉଟାକୁ ଜାଗ୍ରତ ଭାବୁଛେ, ଏ ସବୁ କାମ ଜାଗ୍ରତରେ କରୁଛେ, ସିଏ ଜାଗ୍ରତ ନୁହେଁ, ଇଏ ବାସ୍ତବ ଜାଗ୍ରତ ନୁହେଁ। କାରଣ କଣ? କଣ କାରଣ? ଆମେ ତ ଜାଗ୍ରତରେ ଅଛେ, ପୁଣି ଜାଗ୍ରତ କହିବାନି କେମିତି? ଏଇଥିପାଇଁ ଜାଗ୍ରତ ନୁହେଁ
गोटे सेंटेंस रे आम कह गले जे एई जो काम करूचे आमर सेतिरे कौन करूचे कोथि पई करूचे हमु जणा नाही कौन करूचे जणा नाही जेमती गोटे नियतिर निर्देश रे आमे किछि करूचे तेणु आमे जणा पड़नी कौन करूचे मोहवशत हो स्वप्न हो तेणु स्वप्नटा कौन जागृत कहवा कि स्वप्न ही स्वप्न आमे वर्तमान जोटा करूचे सेटा जागृत रे करले भी वास्तव जागृत नुहे एइथिपाई जे एटा रिजल्ट केतेले पाइबो ना मरिगला परे मिलिबो मरिगला परे एटा जागृत कि स्वप्न जना पड़ियो एटा कन्वर्ट हे जो स्वप्न को जेतेले मरि जिबा एटा कन्वर्ट हे जो स्वप्न अरे अरे ये तो स्वप्न भली थिला आमे जे स्वप्न रु जागृत को पळे आसे स्वप्नटा स्वप्न जना पडुची स्वप्नटा स्वप्न जना पडुची केतेल ना जेतेले जागृत को आसे नल तो स्वप्न तो ठीक लागुची हम स्वप्नटा ठीक लागुनी कि कोडी गले भोजी भात खाइले स्कूल ले पाठ पढ़िले कि पढ़िले कि सत्संग कले मु भी दिने दिने स्वप्न देखुजी कोडी सत्संग आमे बसी करूछु केते लोक बसछने आगे कथा होछु सेतेबेले कोन भाबुची कि एटा स्वप्न ना सेटा वास्तव सहित संपर्क जोड़ी दउछि सेतेबेले जेतेबेले पळियाले स्वप्न रु जागृत को सेटा लागुची कोन ना एटा स्वप्न थिला ये मु पढु नथिली सत्संग कर नथिली स्वप्न रे देखुथिली केते जना पड़ुची ना जेते जागृत को आसुचे से समय जना पड़ेनी सेमती एटा जागृत की माया कि स्वप्न केमती जानिबा वर्तमान प्रेजेंट कंडीशन ता स्वप्न की माया केमती जानिबा ना केते ना जेते मरि जिबा मरीगला पर जना पड़े सब मिछ एवं स्वप्न भली थिला स्वप्नवत जेमती स्वप्नटा लागुची स्वप्नवत आसिला परे सेमती एठू गला परे मरीगला परे कोके परे सेतेबे जानिबा एटा स्वप्न ये सब मिछ थिला स्वप्नटा जनी मिछ हो जाउची जागृत को आसला परे सेमती एटा भी मिछ हो जिवो मरीगला परे वास्तव में जाने ये मो स्त्री नुहे कि ये मो घर नुहे ये मो बैंक बैलेंस नुहे जमती स्वप्न देखु मिछि मिछि का स्वप्न सेमती एटा भी मिछि मिछि का सही जो मरी गला पर जानिबो ना एगुडा सब किछि ना मो स्वप्न देखुतली ना मो 8टा पिला थिले ना गोटे झियो थिला ये स्वप्न तामने माया सदृश तेणु एटा को जागृत रे जागृत है परियो केमती एटा केमती जागृत रूप नब जो माने जोगी माने अछंती साधक माने अछंती समाधि रे जो माने अछंती से माने अनुभव करिवे जे एटा वास्तव रे जागृत केमती है परियो जने जागृत रु जागृत जदि एटा तुमे भाबी नै जीवो एटा स्वप्न तार जागृत हलो नि कि ज्ञान कथा हम कहूँ ज्ञान रे कहूँ जदि तुम्हें एडा भाभी नहीं जीव जोटा देखुची ये सब स्वप्न जेमती मरीगला पर एटा को से भाबिबो जदि एबे भाभी नहीं जीव ज्ञान रे वास्तव में मुझे देखुची ये स्वप्न ताल जागृत हलो नि कि ज्ञान रे जागृत हो गला ज्ञान जो जागृत हो गल तेणु वास्तव रूप रेख नापी केते समय लगे कि उठ पड़ो जो कांदुच जमी पाई बस पाई हेलिकॉप्टर पाई राजनीति मंत्री पाई मुख्यमंत्री पोस्ट पाई
प्राइम मिनिस्टर पोस्ट पाई कौन सी पोर्टफोलियो पाई तुम्हें जो दौड़े रही रेस रही जो जागृत हो ज्ञान रे से रेस भांगी को नाई ये अस्थायी ये चिरस्थायी नुहे ये वास्तव रे ये किछि नुहे तेणु मुनि ऋषि माने जो माने जागृत को रू जागृत होचनी से माने जानुचंती प्रतिक्षण अनुभव करचनी एटा जहा कले भी जहा ये सब अस्थायी ये केवल स्थायी नुहे तेणु अहंकार कहीं करिए से माने अहंकार कहीं रहे लोभरे कहीं रहे गोटे बस मालिक 10 खंड बस पर कौन 11 खंड करी ये जागृत कौट है तेणु जी जानूची मोर 10 खंड बस दरकार नहीं कि 11 खंड दरकार नहीं से रेस रे से जे नहीं से जागृत अच्छे कहे पैसा कौट आसो जब बस न करिवा इंडस्ट्री न करिवा कंपनी न करिवा सर्विस न करिया पैसा केमती आस ये तो गोटे प्रश्न पेट केमती पोषिबा संसार केमती चलिबो थरे न्यूट्रल हो जातु थरे न्यूट्रल हो जातु केमती पैसा आसो केमती संसार चलो अनुभव करें जब जागृत हो गले यहीटा अवास्तव जिनस जब जागृत हो गला ज्ञान रे ताहले तुम पाख आस सब जिन न तो दौड़ रेस दौड़ मन कर तुम 100 खंड बस अच्छे तुम कौन जागृत ना बेसी निद्रा अच्छ बेसी लोभरे अच्छ तेणु बेसी निद्रा अच्छ बेसी स्वप्न देखुच खाली से नुहे सब जगार जमी सब स्टेट रे गोटे गोटे जमी अच्छे तुम खाली से नुहे सब स्टेट रे गोटे गोटे होटेल अच्छे तुम खाली से नुहे सब स्टेट रे गोटे गोटे तुम कंपनी अच्छे तुम जन इंडस्ट्रियलिस्ट मन करते गुड़ा सब तुम अच्छे खाली भारत नुहे अनेक देश तुम कंपनी खोली कौन जागृत कहवा ये अति लोभ अति मोहर प्रतीक कहवा अति मोहर प्रतीक जमती स्वप्न रे तुम 20 खंड बस अच्छे भांगीगला निद भांगीगला स्वप्न भांगीगला बस 20 खंड बस नहीं कि कहीं ना तुम्हें भी ना सेमती एटा सेमती नुहे कि एटा सेमती एग्जैक्ट सेमती स्वप्न जाइए से तुम्हें जे पर्यंत पृथ्वी अच्छा तुम सत्य लगुच एटा असत्य जो पलैबा एठू ये तो असत्य स्वप्न कह निजे कह असत्य स्वप्न कौन हो गला मोर ये तो किसी नुहे ना मंत्री अच्छी ना मोर राजगादी अच्छी ना राज सिंहासन अच्छी ना मोर एत लोक अच्छे सपोर्ट कर कहीं ना तेणु से ज्ञानटा जिते वर्तमान हो गला तुम तुम्हें जान तुम जागृत हो गला सब काम करूथिबो सब भितर थिबो किंतु जागृत रे थिबो जागृत कौन ना निज को अनुभव कर ये सब मायार दृश्य मु किंतु स्थायी मो सत्ता को लेकर मु स्थायी मो आत्मसत्ता को लेकर मु स्थायी जे चिरंतन सत्य मुझे चिरंतन सत्य पाखरे अच्छी मु स्वयं से चिरंतन सत्य तेणु मुनि बा ऋषि बा साधक बा समाधि अवस्थार लोक माने यही जागृत हंती भावना रे हंती जागृत हवा ये जो आमे चालुचे खाऊचे बसुचे सब सोई सोई मरी मराई
ମରିମରାଇ ଗୋଟେ ଦୃଶ୍ୟରେ ଆମେ ଯଦି ୱାର୍ଡ କହିବା ତାକୁ ହିନ୍ଦୀରେ ମରିମରାଇ କୁହାଯାଏ। ମରି ମରିକିରି ଆମେ ବଞ୍ଚିଛେ, ଶୋଇ ଶୋଇ ଜୀବନ କାଟୁଛେ। ଇଏ ସୁପ୍ତ, ଆମେ ଶୋଇଛେ। ଏ ଯୋଉ କାମ କରୁଛେ ସବୁ ଶୋଇକିରି କାମ କରୁଛେ, ଜାଗ୍ରତରେ କରୁନାହିଁ। କାରଣ ନା ଜାଗ୍ରତଟା ପୂର୍ଣ୍ଣ ଜାଗ୍ରତ ତୁମେ ନାହ। ଏଇଥିପାଇଁ ଜାଗ୍ରତ ନାହ କାରଣ ତୁମେ ଜାଣିନ କଣ କରୁଛ, ସେଇଥିପାଇଁ ଶୋଇ ଶୋଇ କରୁଛ, ତମେ ଜାଗ୍ରତରେ କରୁନ। ଶୁଆ ଶୁଆ ତୁମେ ଯୋଉ ପିଲା ଜନ୍ମ କଲ, ଏତେ ବଡ ସନ୍ତାନ ବାପ ହେଇଗଲ, ତୁମେ ଶୋଇକିରି ଏଗୁଡା ସବୁ ତମେ ଜାଗ୍ରତରେ କେବେ କରିନ। ଖାଉଛ ଜାଗ୍ରତରେ ନୁହେଁ, ଘର କରୁଛ ବି ଜାଗ୍ରତ ନୁହେଁ, ସବୁ ଶୋଇ ଶୋଇ ଅଧା ମରା। କାରଣ ପୂର୍ଣ୍ଣ ନଲେଜ ଭିତରେ ତୁମେ କରୁନ, ପୂର୍ଣ୍ଣ ଜ୍ଞାନରେ କରୁନ, ତୁମେ ଅଜ୍ଞାତ ଅବସ୍ଥାରେ କରୁଛ। କିଏ ଜଣେ କରଉଛି, ତୁମେ ଶୋଇକି ଦେଖୁଛ। ଯାହା ସବୁ ହଉଛି ହେଇଯାଉଛି ସବୁ, ତୁମେ କିଛି କରୁନ। ତେଣୁ ଏଇଟା ଅଧା ମରା ଜୀବନ। ଯାହା କରୁଛ ନିଜେ ଜାଗ୍ରତ ଅବସ୍ଥାକୁ ନେଇ କରିପାରିବ ନାହିଁ ତୁମେ କେବେ, କାରଣ ସେ ଜ୍ଞାନ ତୁମ ପାଖରେ ନାହିଁ। ଯେତେବେଳେ ଆତ୍ମସତ୍ତାକୁ ଅନୁଭବ କରିବ, ପ୍ରତି ମୁହୂର୍ତ୍ତରେ ସେ ଜାଗ୍ରତ ହେଇଗଲା। ତେଣୁ ଯୋଉମାନେ ମୁନି ଋଷି ମାନେ ବସୁଥିଲେ, କମଣ୍ଡଳ ଧରିକିରି ବସୁଥିଲେ, ଆଶାବାଡି ଧରିକି ବସୁଥିଲେ, ସେ ଧ୍ୟାନସ୍ଥ ଥିଲେ, ସଦାବେଳେ ଆନନ୍ଦରେ ଥିଲେ, ଜାଗ୍ରତରେ ଥିଲେ। ଏ ସଂସାରରୁ ମୋହରୁ ମୁକ୍ତ ହେଇକିରି ବା ଫେଡ଼ି ଆଣିକିରି ମନଟାକୁ ଯେତେବେଳେ ଆତ୍ମସତ୍ତାରେ ଯେ ଲଗେଇଦେବ, ସେ ଜାଗ୍ରତ ହେଇଯିବ। କାହିଁକିନା ସେଇଠୁ ସୃଷ୍ଟି ହଉଛି ପୃଥିବୀ, ସେଇଠୁ ସୃଷ୍ଟି ହଉଛି ସବୁ କିଛି। ନ୍ୟୁକ୍ଲିୟର ଶକ୍ତିର ଉତ୍ସ ସେଠି ସୃଷ୍ଟି ହଉଛି। ତୁମେ ଶକ୍ତି ସହିତ ସମାହିତ ହେଇଯିବ, ସେଇଠି ଜାଗ୍ରତ ହେଇଗଲ, ନହେଲେ ଜାଗ୍ରତ ହେଇପାରିବନି। ସେଥିପାଇଁ ମୁନି ଋଷି ମାନେ ସଦାବେଳେ ଜାଗ୍ରତ ଥିଲେ, ତାମାନେ ଆତ୍ମସତ୍ତାରେ ଥିଲେ। ନିଜକୁ ଆତ୍ମା ଭାବୁଥିଲେ, ନିଜକୁ ଶରୀର ଭାବୁନଥିଲେ, ଏ ସଂସାରକୁ ଅଳିକ ମାତ୍ର ଭାବୁଥିଲେ, ପରମାନେଣ୍ଟ ଭାବୁନଥିଲେ। ତେଣୁ ସେ ଜାଗ୍ରତରେ ଥିଲେ। ସେମିତି ସ୍ୱପ୍ନ। ସେକେଣ୍ଡ କ୍ୱେଶ୍ଚିନ୍ ଥିଲା ସ୍ୱପ୍ନଟା, କୁହ ତ ରିପିଟ କର। ସ୍ୱପ୍ନଟା ଗୁରୁଜୀ, ସ୍ୱପ୍ନରେ ଆମର ଯୋଗୀ ମୁନି ମାନେ ସେମାନେ ମଧ୍ୟ ଜାଗ୍ରତ। ହଁ ଠିକ କଥା, ମନେ ପଡ଼ିଲା। ତ କ୍ୱେଶ୍ଚିନ୍ ଥିଲା ଯେ ସ୍ୱପ୍ନରେ କେମିତି ଜାଗ୍ରତ ରହୁଥିଲେ। ସ୍ୱପ୍ନ ନୁହେଁ ତ, ସ୍ୱପ୍ନରେ ଜାଗ୍ରତ ରହିବା ଅର୍ଥ ସ୍ୱପ୍ନଟା ସେ ସୃଷ୍ଟି କରୁଥିଲେ। ଯଦି ଏକ ପ୍ରକାର ଆମେ ଦେଖିବା ଯେ ସମାଧି ଅବସ୍ଥା ନିଆଯାଏ, ତାହେଲେ ସମାଧି ସ୍ୱପ୍ନ ସହିତ ସମାନ, ଏକ ପ୍ରକାର। ସ୍ୱପ୍ନଟା କିଏ ସୃଷ୍ଟି କରୁଛି? ଅଜ୍ଞାତ ଶକ୍ତି ସୃଷ୍ଟି କରୁଥିଲା। ଏଠି ତୁମେ ଜ୍ଞାତ ଶକ୍ତି ହିସାବରେ ତୁମ ସ୍ୱପ୍ନକୁ ସୃଷ୍ଟି, ସ୍ୱପ୍ନ ନୁହେଁ ତ, ତୁମେ କ୍ରିଏସନ କରିବ, ସମାଧି କ୍ରିଏସନ କରିବ, ସୃଷ୍ଟି କରିବ। ଯାହା ଦେଖିବ ସେଇଟା ସ୍ୱପ୍ନ ନୁହେଁ, ସେଇଟା ଜାଗ୍ରତ ହେଇଯିବ। ତୁମେ ସୃଷ୍ଟି କରୁଛ ବା। ଆଉ ଗୋଟେ ଡିଫରେନ୍ସ କଣ ନା, ସ୍ୱପ୍ନରେ ସାଧାରଣ ଲୋକ ଜାଣିପାରେନି ମୁଁ କିଏ, ସ୍ୱପ୍ନ କେମିତି, ସ୍ୱପ୍ନଟାକୁ ସତ୍ୟ ମାନି ନିଏ। କିନ୍ତୁ ଏଠି କଣ, ଏଠି ଯୋଗୀ ସୃଷ୍ଟି କରିବ, ସ୍ୱପ୍ନଟା ତାର ହେଇଯିବ, ନିଜେ ସୃଷ୍ଟି କରିବ। ମୁଁ ଜାଣିପାରିବ ମୁଁ ସ୍ୱପ୍ନ, ଏଇଟା ମୁଁ ସୃଷ୍ଟି କରୁଛି, ଏଇ ଅବସ୍ଥାରେ ମୁଁ ଅଛି, ଏଇଟା ସ୍ୱପ୍ନ ନୁହେଁ। ସ୍ୱପ୍ନ ନୁହେଁ ମାନେ ସ୍ୱପ୍ନ ମୁଁ ଦେଖୁନି, ମୁଁ ସୃଷ୍ଟି କରୁଛି। ସେଠି କଣ ନା, ସାଧାରଣ ଲୋକ ସ୍ୱପ୍ନ ଦେଖିଲେ ସ୍ୱପ୍ନରେ ମଜିଯାଏ, ସତ୍ୟ ମାନିନି। ଏଇଟାକୁ ସତ୍ୟ ମାନିବନି, କାରଣ ସେଇଟା ନିଜେ ସୃଷ୍ଟି କରୁଛି। ସେଥିପାଇଁ ସେ ଜାଗ୍ରତ ହେଇଗଲା, ଜାଗ୍ରତରେ ସୃଷ୍ଟି କରୁଛି ଜିନିଷ ଗୁଡ଼ିକ। ସେ ଜାଗ୍ରତରେ ଆସି ପହଞ୍ଚିବ, କରୁ କରୁ ପହଞ୍ଚିବ, ସାଧନ କ୍ଷେତ୍ରକୁ, ସମାଧି କ୍ଷେତ୍ରକୁ ପଳେଇ ଆସିବ। ଆଉ ଯଦି ତୁମେ କୁହ
ଅର୍ଥରେ କହୁଛ ସ୍ୱପ୍ନ ଦେଖିଲା ବେଳେ ଜାଗ୍ରତ ହେଇଯାଏ, ସ୍ୱପ୍ନ ଦେଖିଲେ ବି ଜାଗ୍ରତ ହେଇଯିବ ଯୋଗୀ। ଏଇ ସ୍ୱପ୍ନ। ଆଉ ଗୋଟେ ଏପଟରୁ ଆମେ ଯଦି ଯିବା, ଧର ଜଣେ ସ୍ୱପ୍ନ ଦେଖୁଛି, ସାଧକ ହଉ ଅଧା ସାଧକ ହଉ, ଯେମିତି ଲୋକ ସ୍ୱପ୍ନରେ ଯଦି ଜାଣିଗଲା ଏଇଟା ସ୍ୱପ୍ନ, ତାହେଲେ ଜାଗ୍ରତ ହେଇଗଲା। ବୁଝନ୍ତୁ ମୋ କଥା। ସ୍ୱପ୍ନ ଦେଖୁଛି ଆମେ ଜାଣିପାରୁନି, ସ୍ୱପ୍ନରେ ବାଘ ବଢେଇଲା ଇତ୍ୟାଦି ଇତ୍ୟାଦି। ଯଦି ସ୍ୱପ୍ନଟାକୁ ତୁମେ ଭାବି ନେଇଯିବ ଏଇଟା ସ୍ୱପ୍ନ, ତାହେଲେ ତମେ ଜାଗ୍ରତ ହେଇଗଲା, ସ୍ୱପ୍ନ ସମାଧି ହେଇଗଲା। ବାଘ ଗୋଡଉଛି, ତୁମେ ଚିତ୍କାର କରିବନି, ସ୍ଥିର ହେଇଯିବ। ତାହେଲେ ଏଠି କଣ ହେଲା? ତୁମେ ଜାଗ୍ରତ ହେଇଗଲ, ଏଇଟା ସ୍ୱପ୍ନ ନୁହେଁ ବୋଲି ପ୍ରମାଣ କରିଦେବ। ରେୟାର ଲୋକ ପାଆନ୍ତି ଏ କଥା, ରେୟାର ଲୋକ ପାଇବେ। ସ୍ୱପ୍ନରେ ସ୍ୱପ୍ନଟା ଜାଣି ନେଇଯିବ ଏଇଟା ସ୍ୱପ୍ନ, ରେୟାର ଲୋକ। ଲକ୍ଷରେ ଗୋଟିଏ ହେଇପାରେ କି? ଲକ୍ଷେ ନୁହେଁ, କୋଟିରେ ଗୋଟିଏ ହେଇପାରେ କି? ଏଟା ବୁଝି ହଉଛି କି ନାହିଁ ମୁଁ ତ କହିଦଉଛି। ଗୁରୁଜୀ ଟିକେ ଟିକେ ବୁଝି ହଉଛି। ତାମାନେ ସ୍ୱପ୍ନଟା ତୁମେ ଯେତେବେଳେ ଜାଣି ନେଇଯିବ ଏଇଟା ସ୍ୱପ୍ନ, ତୁମେ ଜାଗ୍ରତ ହେଇଗଲ। ସେଠି କେହି ତ ଜାଣିପାରନ୍ତିନି ଏଇଟା ସ୍ୱପ୍ନ ବୋଲି। ସ୍ୱପ୍ନ ଯେ ଦେଖୁଛି ସେ ତ ଘର ସଂସାର କରି ପକଉଛି, ଖାଇବାକୁ ପଡି ଯାଉଛି, ଆନନ୍ଦରେ ପେଟ ରେ ହାତ ମାରିକିରି ଆସୁଛି, ଆନନ୍ଦ ଲାଗିଲା ଖାଦ୍ୟ। ଶତ୍ରୁକୁ ଶତ୍ରୁ ଭାବୁଛି, ତା ସହିତ ଯୁଦ୍ଧ କରୁଛି, ବଚସା ହଉଛି, ମାଡ଼ଗୋଳ ହଉଛି। ତେଣୁ ସ୍ୱପ୍ନଟା ତମ ସତ୍ୟ ଲାଗୁଛି କି ନାହିଁ? ତେଣୁ ଯେତେବେଳେ ଜାଣି ନେଇଯିବ ମୋ ସ୍ୱପ୍ନ ଏଇଟା, ବାସ୍ତବରେ ନିଦ ଭାଙ୍ଗିଯିବ, ତୁମେ ସେଇଠି ଜାଗ୍ରତ ହେଲନି ତ, ସ୍ୱପ୍ନକୁ ଦେଖିଲ, ସମାଧି ହେଇଗଲା। ସ୍ୱପ୍ନଟା କନଭର୍ଟ ହେଇଯିବ ସମାଧି ଆଡକୁ, ନିଜେ କ୍ରିଏଟର ହେଇଯିବ। ସେ ନିଜ ଭାବନା ଆସିବ, ନିଜ ଭାବନାରେ ଯାହା ସୃଷ୍ଟି କରିବ ସେ ଆସିଲା। ବାଘ ଆସିବନି ତୁମ ପାଖକୁ, ରାଜସିଂହାସନ ପଳେଇ ଆସିବ ବାଘ ବଦଳରେ। ଖାଦ୍ୟର ଅପୂର୍ବ ଭଣ୍ଡାର ଆସି ତୁମ ପାଖରେ ପହଞ୍ଚିବ। ଦିଲ୍ଲୀର ବର୍ଫି ପଳେଇ ଆସିବ ତୁମ ପାଖକୁ, ଯୋଧପୁରର ରସଗୋଲା ଆସିଯିବ ତୁମ ପାଖକୁ, ଜିଲାପି। ବୁଝିଲେ? ଯୋଉ ଜିନିଷ ଚାହିଁବ ସେ ଜିନିଷ ତୁମେ ଉପଭୋଗ କରିପାରିବ, ତୁମ ପାଖକୁ ପଳେଇ ଆସିବ। କାରଣ ତୁମେ ନିଜେ କ୍ରିଏଟର ହେଇଗଲ, ଭାବୁକ ହେଇଗଲ। ମୁଁ କ୍ଲିୟର କରିଦଉଛି, ଆଉ ଟିକେ କ୍ଲିୟର କରୁଛି। ଯେମିତି ସ୍ୱପ୍ନରୁ ଫେରି ଆସିଲା ପରେ ତୁମେ ଭାବୁଛ ଏଇଟା ସ୍ୱପ୍ନ, ଠିକ? ଯେତେବେଳେ ସ୍ୱପ୍ନ ଦେଖୁଛ ସେଇଟା ଭାବି ପାରୁନ ଏଇଟା ସ୍ୱପ୍ନ, ଯେତେବେଳେ ଜାଗ୍ରତ ହଉଛ ସେତେବେଳେ କହୁଛ ଏଇଟା ସ୍ୱପ୍ନ। ସେମିତି ଯେତେବେଳେ ମରିଯିବ, ଏଠୁ ଦେହ ତ୍ୟାଗ କରିବ, ସ୍ୱର୍ଗରେ ରହିବ, ଏ ପୃଥିବୀକି ଛାଡ଼ିବ, ସେତେବେଳେ ଏଇଟା କହ ସ୍ୱପ୍ନ। ଯେମିତି ସ୍ୱପ୍ନ ଦେଖିଲା ବେଳେ ସ୍ୱପ୍ନ ଜଣା ପଡୁନି, ସେମିତି ଇଏ ବର୍ତ୍ତମାନ ଯୋଉ ସ୍ୱପ୍ନ ଆମେ ଦେଖୁଛେ ଜାଗ୍ରତ ଅବସ୍ଥାକୁ, ଇଏ ବି ସ୍ୱପ୍ନ। ଏଇଟା କେତେବେଳେ ଜଣା ପଡିବ ନା ଯେତେବେଳେ ତୁମେ ମରିଯିବ। ଗୋଟେ ପଏଣ୍ଟ। ସେକେଣ୍ଡ ପଏଣ୍ଟ ହଉଛି, ଯେମିତି ଜନ୍ମ ନେଲା ପରେ ତୁମକୁ ପୂର୍ବର କିଛି ସବୁ ରିଲ୍ ଯୋଉଟା ମେମୋରି ପାୱାର ଅଛି କାଟି ଦିଆଯାଏ, ପ୍ରବନ୍ଧ ଅନୁସାରେ କାଟି ଦିଆଯାଏ। ଇଏ ମୋ ବାପ ପୂର୍ବରୁ ଥିଲା, ଇଏ ମୋ ସ୍ତ୍ରୀ ଥିଲା, ଇଏ ମୋ ଜେଜ ଥିଲା, ଇଏ ମୋ ଶଳା ଥିଲା, ମାମୁଁ ଥିଲା, କାଟି ଦିଆହେଇଛି ପୂର୍ବରୁ ଯିଏ ଥିଲେ। କାରଣ ଏଇଟା ସାକାର ରୂପ ନବନି। ଯଦି ମୋ ସ୍ତ୍ରୀ ଆଉ କିଏ ଥିଲା, ମୋ ସ୍ୱାମୀ ଆଉ କିଏ ଥିଲା, ତୁମେ ତ ଏଠୁ ପଳେଇବ ସେଠିକି। ଯଦି ଜଣା ପଡିଯିବ ତୁମେ ଧର ଏକ୍ସ ଗାଁରେ ଜନ୍ମ ହେଇଛ, ୱାଇ ଗାଁରେ ପୂର୍ବରୁ ଜନ୍ମ ନେଇଥିଲ, ଆଉ ପୂର୍ବ କଥା ମନ ଅଛି, ତୁମେ ଏକ୍ସ ରେ ରହିବ ନା ୱାଇ କି ଯିବ କୁହ? ନିଶ୍ଚିନ୍ତ ୱାଇ କି ପଳେଇବ ନା। ବୁଝିପାରିଲେ? ତେଣୁ ଏକ୍ସ ଟାକୁ ଯେମିତି ସଲିଡ ପରଫରମାନ୍ସ ଆସିବ, ୱାଇ କି କାଟି ଦିଆଗଲା, ୱାଇ ର ମେମୋରି କାଟି ଦିଆଗଲା, ୱାଇ ରେ ଆଉ କେହି ରହିଲେନି।
ଯଦି ୱାଇ ସହିତ ଏକ୍ସ ରହିବ ତାହେଲେ ତୁମର ଏଇ ଯୋଉ ଜୀବନଟା ସାକାର ରୂପ ନବନି। ସେଥିପାଇଁ ୱାଇ ରିଲ୍ କାଟି ଦିଆହେଇଛି। ଯେତେ ମେମୋରି ପୂର୍ବରୁ ଥିଲା କାଟି ଦିଆଗଲା। ଯେହେତୁ ତୁମେ ଜନ୍ମ ନେଲ ପୂର୍ବ ଜିନିଷ କାଟି ଦିଆଗଲା। ସେମିତି ସ୍ୱପ୍ନକୁ ଯେତେବେଳେ ଯାଉଛ ଜାଗ୍ରତ ଅବସ୍ଥା କାଟି ଦିଆଯାଉଛି। ବୁଝନ୍ତୁ ଏଇଠି ଯେମିତି ପୂର୍ବ ଜନ୍ମ କଥା କାଟି ଦିଆହେଇଛି, ବର୍ତ୍ତମାନ ତୁମ ନାଁରେ ତୁମେ ଆଇଡେଣ୍ଟିଫାଏ ହଉଛ, ତୁମ ଆଧାର କାର୍ଡ ଅଛି। ନହେଲେ ତ ପୂର୍ବ ଆଧାର କାର୍ଡ ଯାଇ ଖୋଜିଥାନ୍ତ ୱାଇ ଗାଁରେ, ନାଇଁ ଏଇଟା ମୁଁ ଠିକ ନୁହେଁ। ଦିଥର ଚାଉଳ ପାଇଥାନ୍ତ, ସେ ଆଧାର କାର୍ଡ ଦେଖେଇଥାନ୍ତ, ଏ ଆଧାର କାର୍ଡ ଦେଖେଇଥାନ୍ତ। ତେଣୁ କାଟି ଦିଆହେଇଛି, ଗୋଟେ ରିଲ୍ ବିଲକୁଲ କାଟି ଦିଆହେଇଛି, ଆବୁଲିଶ କରାହେଇଛି। ତୁମେ ଏକ୍ସ ଅନୁସାରେ ଆଇଡେଣ୍ଟିଫାଏ ହଉଛ, ତେଣୁ ତୁମକୁ ଠିକ ଲାଗୁଛି ଇଏ ମୋ ବାପା, ଇଏ ମୋ ସ୍ତ୍ରୀ, ଇଏ ମୋ ସ୍ୱାମୀ, ଇଏ ମୋ ପୁଅ। ଯଦି ଦିଟାଙ୍କ ଭିଜିବୁଲ ହବ ତୁମେ କୋଉଟା ଠିକ ସାକାର ରୂପ ନବନି, ଏଇଟା ସାଟିସ୍ଫାଏଡ ହବନି। ନାଇଁ ମୁଁ ସେଠିକି ଯିବି। ଏମିତି ଜଣେ ଜଣେ ହୁଏ, ଲକ୍ଷରେ ଗୋଟିଏ ଲୋକ ସେଇଟା ମାନେ ପୂର୍ବଜନ୍ମର ସ୍ମୃତି ଜଣା ପଡେ, ସେ ସେଠିକି ପଳେଇଯାଏ। ବୁଝିଲେ? ପୂର୍ବଜନ୍ମର ସ୍ମୃତି କାର ମନେ ପଡେ, ଗୋଟିଏ ଲୋକ ସେ ସେଠି ଫେରିଯାଏ। ତେଣୁ ତୁମେ ଯଦି ଫେରିଯାଆନ୍ତ ତାହେଲେ ଏ ସମ୍ପତ୍ତି କାହାର, ସେ ସମ୍ପତ୍ତି କାହାର, ଝଗଡା ଲାଗିଥାନ୍ତା, ବହୁତ ଗଣ୍ଡଗୋଳ ହେଇଯାଏ। ଗଭର୍ଣ୍ଣମେଣ୍ଟ ଆକୁ ସମାଧାନ କରିପାରନ୍ତାନି, ହାଇକୋର୍ଟ ବି କିଛି କରିପାରନ୍ତାନି। ବୁଝିପାରିଲେ? ତେଣୁ ଭଗବାନଙ୍କ ପ୍ରକଳ୍ପରେ କାଟି ଦିଆଯାଇଛି ଯୋଜନାରେ। ନା ବଇଁଶୀ ଅଛି ନା ବାଜିବ ବଇଁଶୀ, ନା ବାଜିବ ବଇଁଶୀ ନା ବଇଁଶୀ ଅଛି। ବୁଝିପାରିଲେ? ତେଣୁ ଏଇଟା କେମିତି ସାକାର ରୂପ ନବ। ଆଇଏଏସ୍ ଅଫିସର ପୂର୍ବରୁ ଥିଲ, ବର୍ତ୍ତମାନ ଆଇଏଏସ୍ ହବା ପାଇଁ ଚେଷ୍ଟା କରିବେନି, କହ ନାଇଁ ମୁଁ ପୂର୍ବରୁ ମୋର ଅଛି, ମୁଁ କାହିଁ ନା ହେବି, ଆଉ କାହିଁ ପାଠ ପଢିବି, କାହିଁ ସ୍ତ୍ରୀ ଗ୍ରହଣ କରିବି, କାହିଁ ସ୍ୱାମୀ ଗ୍ରହଣ କରିବି, କାହିଁ ସଂସାର କରିବି, ତ ପୂର୍ବରୁ ସବୁ ଅଛନ୍ତି ମୋର। ତେଣୁ ଦିଟାଙ୍କ ତମକୁ ଇମ୍ବାଲାନ୍ସ କରିବେ ବୋଲି ଗୋଟେକୁ କାଟି ଦିଆଗଲା। ଏକ୍ଜାକ୍ଟ ସେମିତି ଯେମିତି ସ୍ୱପ୍ନକୁ ଯାଉଛ ଜାଗ୍ରତ କାଟି ଦିଆଯାଉଛି। ନା ଜାଗ୍ରତ କଥା ମନେ ପଡୁଛି? ତୁମେ ଖଟରେ ଶୋଇଛ, ଜାଗ୍ରତରେ ଶୋଇଥିଲ, ସ୍ୱପ୍ନକୁ ପଳେଇଲ। ଯେତେବେଳେ ସ୍ୱପ୍ନକୁ ପଳେଇଲ ଏ ଜାଗ୍ରତ ରିଲ୍ କାଟି ଦିଆଗଲା। ଯଦି ଜାଗ୍ରତକୁ ନେଇକି ସ୍ୱପ୍ନକୁ ଯିବ, ନା ସ୍ୱପ୍ନ ଦେଖିପାରିବ ନା ଜାଗ୍ରତରେ ରହିପାରିବ, ଦିଟାଙ୍କ ଇମ୍ବାଲାନ୍ସ ହେଇଯିବ। ତେଣୁ ସମ୍ପୂର୍ଣ୍ଣ ଭାବରେ ଜାଗ୍ରତକୁ କାଟି ଦିଆଯାଉଛି। ଆତ୍ମା କାଟିକି ତୁମକୁ ନେଇ ଆଉ ଗୋଟେ ଜଗତ ଭିତରେ, ସ୍ୱପ୍ନ ଜଗତରେ ପୁରେଇ ଦିଆଯାଉଛି। ତେଣୁ ସ୍ୱପ୍ନଟା କେମିତି ସାକାର ହବ? ମନେକର ତମେ ମାଛ ଆଣିଛ, ସ୍ୱପ୍ନରେ ଦେଖୁଛ ବିଲେଇ ଖାଇଯାଉଛି। ବୁଝିପାରିଲ? ତୁମେ ଯଦି ଜାଗ୍ରତରେ ଥାନ୍ତ କଣ କହିଥାନ୍ତ? ନା ବିଲେଇ ମିଛରେ ଖାଉଛି, ଆଉ ବିଲେଇ ଗୋଡିଆକୁ ଯାଇନଥାନ୍ତ। କାରଣ ତୁମେ ଜାଗ୍ରତରେ ଶୋଇଛ, ଖଟରେ ଶୋଇଛ, ସେ ଖଟ ଜଣା ପଡନ୍ତା, ସ୍ୱପ୍ନ ଜଣା ପଡନ୍ତା, ଦିଟାଙ୍କ। ନା ବିଲେଇ ଗୋଡେଇ ଯାଆନ୍ତା, ତୁମେ ଯାଆନ୍ତନି। ତେଣୁ ପୂର୍ଣ୍ଣ ଭାବରେ କାଟି ଦିଆଯାଇଛି, ତୁମକୁ ସ୍ୱପ୍ନ ଜଗତରେ ଭର୍ତ୍ତି କରି ଦିଆଯାଇଛି, ଯୋଉଟାକି ସତ୍ୟ ବୋଲି ମାନୁଛ। ଏବଂ ବିଲେଇ ଆସିଲା, ସେ ନାଇଁ ଗୋଡଉଛ। ସାକାର ରୂପ ନବ ନା, ଶାନ୍ତି ଲାଗିବ ସ୍ୱପ୍ନଟା, ସେଇଥିପାଇଁ କାଟିଦେଲା। ସେଇଥିପାଇଁ ଏଇ ଜନ୍ମରେ ତୁମକୁ ପୂର୍ବ ରିଲ୍ କାଟି ଦିଆଯାଇଛି, ଯାହା ସବୁ ଥିଲା। ନହେଲେ କିଛି କରିପାରନ୍ତେ ନା। ମୁନି ସମାଜରେ ଆଡମିସନ ନିଅନ୍ତ, ଆମକୁ କୁହନ୍ତୁ ଆମେ ଆରଥରକ ଆଡମିସନ ନେଇଥିଲୁ। କୋଉଟା? ପୂର୍ବ ଜନ୍ମରେ ଅମକ ମୁନି ଥିଲେ, ଶିବ ମୁନିଙ୍କ ପାଖରେ ଆମେ ନେଇଥିଲୁ, ତମ ପାଖରେ କାହିଁ ନବୁ? ଦେଖେଇ ଦିଅନ୍ତେ ଆଣିକି ରିସିପ୍ଟ ସହିତ। ତେଣୁ ଭଗବାନ ପ୍ରବନ୍ଧ କରି କାଟି ଦେଇଛନ୍ତି। ତମ ଶିବ ମୁନି ପାଖରେ ହୁଅ କି ବ୍ରହ୍ମା ମୁନିଙ୍କ ପାଖରେ ହୁଅ, କାଟି ଦିଆଯାଇଛି। ବୁଝିଲେ? ସବୁ କାଟି ଦିଆଯାଇଛି। ହଁ, ଆଚ୍ଛା। ସ୍ୱପ୍ନ ଦେଖିକି ଆସିଲା ପରେ ଯେମିତି ଅନେକ ଆଉ ପୂର୍ବର ସ୍ୱପ୍ନ ମନେ ପଡେ ଟିକେ ଟିକେ। ପୂର୍ବରୁ କଣ ଦେଖିଥିଲ, ଆଉ କୋଉ ସ୍ୱପ୍ନ, ଏଇ ସ୍ୱପ୍ନଟା ମନେ ରହିବ, ପୁଣି ପୂର୍ବ ସ୍ୱପ୍ନ ବି ମନେ ପଡେ, କେତେ ଗୁଡେ ସ୍ୱପ୍ନ ଆସିବ। ସେମିତି ଏଠୁ ମରିଗଲା ପରେ ତୁମେ ଏଇ ଜନ୍ମର ଏ ଦୃଶ୍ୟଟା ମନେ ପଡିବ, ପ୍ଲସ୍
ଆଉ ଯୋଉ ଜନ୍ମ ନେଇଥିଲ ପୂର୍ବରୁ ସେଗୁଡା ବି ମନେ ପଡି ଆସିବ, ଝାପସା ଝାପସା ଆସିବ। ତେଣୁ ମୁଖ୍ୟ ମୁଦ୍ଦା ହଉଛି ଜାଗ୍ରତରେ କେମିତି ଜାଗ୍ରତ ହେଇପାରିବ ନା, ଯେତେବେଳେ ତମର ଜ୍ଞାନ ହେଇଯିବ ତମେ ଜାଗ୍ରତ ହେଇଗଲ। ମୁନି ଋଷି ମାନେ ଜ୍ଞାନରେ ଜାଗ୍ରତ ହେଇକି ଥିଲେ। ନା ଏଇଟା ଅସ୍ଥାୟୀ, ଅଳିକ, ଅବାସ୍ତବ, କ୍ଷଣ ମାତ୍ର, ଆର କିଛି ସ୍ଥିତି ନାହିଁ, ଜାଗ୍ରତ ହେଇଗଲ। ଏ ଭାବନା ହେଲେ ଜାଗ୍ରତ ହେଲା। ତେଣୁ ସ୍ୱପ୍ନରେ କେମିତି ଜାଗ୍ରତ ହବ? ସ୍ୱପ୍ନରେ ଏମିତି ଜାଗ୍ରତ ହବ ଯେମିତିକି ସ୍ୱପ୍ନଟା ତୁମେ କ୍ରିଏସନ କରିବ, ତୁମେ ଦେଖିପାରିବ ଏଇଟା ସ୍ୱପ୍ନ ଦେଖୁଛି ମୁଁ, ଏଇଟା ବାସ୍ତବରେ ନୁହେଁ, ତାହେଲେ ଜାଗ୍ରତ ହେଇଗଲା। ସ୍ୱପ୍ନରେ ଯଦି ଜାଗ୍ରତ ହେଇଗଲା ଜଣେ, ଜାଣି ନେଇଗଲା ଏଇଟା ସ୍ୱପ୍ନ, ତାହେଲେ ସମାଧି ହେଇଯିବ, ସେଇଟା କନଭର୍ଟ ହେଇଯିବ ସାଙ୍ଗେ ସାଙ୍ଗେ। ବୁଝିହେଲା କି ନାଇଁ? ନହେଲେ ପ୍ରଶ୍ନ କରନ୍ତୁ, ପ୍ରଶ୍ନ ହେଲେ ଆର ସମାଧାନ ହବ। ଆଜ୍ଞା, এই যে କହିଲେ ଯେତେବେଳେ ଜାଗ୍ରତରୁ ସ୍ୱପ୍ନକୁ ଯାଉଥିଲେ ଜାଗ୍ରତ ଅବସ୍ଥାଟା କାଟି ଦିଆହଉଛି, ସ୍ୱପ୍ନରୁ ଫେରୁଥିଲେ ଜାଗ୍ରତକୁ ସ୍ୱପ୍ନ ଅବସ୍ଥାଟା କାଟି ଦିଆହଉଛି। ସ୍ୱପ୍ନ ଅବସ୍ଥା କାଟି ଦିଆ, ସ୍ୱପ୍ନ ଅବସ୍ଥା କାଟି ଦିଆ ହଉନି। ସ୍ୱପ୍ନରୁ ଜାଗ୍ରତକୁ ଯେତେବେଳେ ଆଉଛ ସ୍ୱପ୍ନଟା କାଟି, ମାନେ ସ୍ୱପ୍ନ ରହୁଛି, ଜାଗ୍ରତ କାଟି ଦିଆ ହଉଛି, ଜାଗ୍ରତଟା କାଟି ଦିଆ ହଉଛି। ଧରାଯାଉ ତୁମେ ଏବେ ସ୍ୱପ୍ନ ଦେଖିବ ଆଜି ରାତିରେ, ଏ ଜାଗ୍ରତ ଅବସ୍ଥା କାଟି ଦିଆଯିବ, ସ୍ୱପ୍ନ ଦେଖିଲା ବେଳେ କାଟି ଦିଆଯିବ। କାରଣ ନା ସ୍ୱପ୍ନ ସାକାର ରୂପ ନବନି। ସେମିତି ପୂର୍ବ ଜନ୍ମର ଦୃଶ୍ୟ ଗୁଡା କାଟି ଦିଆହେଇଛି। ତୁମେ ଏଇନା ସ୍ୱପ୍ନ ଦେଖୁଛ, ଏବେ ବି ଏଇଟା ସ୍ୱପ୍ନ, ଜାଗ୍ରତର ସ୍ୱପ୍ନ। ବୁଝିଲ ନା? ବୁଝିଲ? କୁହନ୍ତୁ କୋଉଟା କହୁଥିଲେ ମୁଁ, କୁହନ୍ତୁ। ଏହା ବୁଝିବି କି ସାଧାରଣ ଲୋକ ଜାଗ୍ରତ ଥିଲେ ମଧ୍ୟ ସେମାନେ ସଂସାର, ଶରୀର କିମ୍ବା ବିଭିନ୍ନ ପ୍ରକାର ସ୍ୱପ୍ନ ଦେଖୁଥାନ୍ତି। ସେ ଜାଗ୍ରତ ଥାନ୍ତି କିନ୍ତୁ ସ୍ୱପ୍ନ ଦେଖୁଥାନ୍ତି, ଯାହାକି ଆତ୍ମଜ୍ଞାନୀ କିମ୍ବା ଯୋଗୀ ସେମାନେ ଦେଖନ୍ତିନି, ସେମାନେ ସ୍ୱରୂପସ୍ଥ ହେଇକି ଥାନ୍ତି। ସେମାନେ ସେଥିପାଇଁ ଜାଗ୍ରତ, ସେମାନେ ଜାଗ୍ରତ ଥାନ୍ତି। କିନ୍ତୁ ସାଧାରଣ ଲୋକ ଯେହେତୁ ତାଙ୍କ ଶରୀର ଜାଗ୍ରତ ଥିଲେ ବି ମନ ସ୍ୱପ୍ନ ବନୁଥାଏ, ତେଣୁ ସେମାନେ ଜାଗ୍ରତରେ ସ୍ୱପ୍ନ ଦେଖନ୍ତି। ଏଇଟା ଠିକ? ସାଧାରଣ ଲୋକମାନେ ଏଇଟାକୁ ସ୍ଥାୟୀ ଭାବନ୍ତି, ସେଥିପାଇଁ ଏଇଟା ଜାଗ୍ରତଟା ନିଦ୍ରା ହେଇଯାଏ, ସ୍ୱପ୍ନବତ ହେଇଯାଏ, ସ୍ୱପ୍ନ ଭଳି ଲାଗେ। ତାଙ୍କୁ ସ୍ୱପ୍ନ ଲାଗେନି, କିନ୍ତୁ ବାସ୍ତବରେ ରୂପରେଖ ସ୍ୱପ୍ନ, ବାସ୍ତବ ରୂପରେଖ ସ୍ୱପ୍ନ। ପ୍ରତି ମୁହୂର୍ତ୍ତରେ ଯଦି ଆତ୍ମର ଭାବନା କରିବ, ଆତ୍ମମୟ ହେଇଯିବ, ତୁମେ ଆତ୍ମମୟ ହେଇଯିବ। ଇଏ ଅବାସ୍ତବ କଥା ନୁହେଁ, ବାସ୍ତବ କଥା। ମାୟାରେ ତୁମେ ଆତ୍ମାର କେତେ ପ୍ରବନ୍ଧ ରହିଛି ଦେଖ। ଏ ସୃଷ୍ଟି କରିଛି, ସାରା ବିଶ୍ୱକୁ ସୃଷ୍ଟି କରି ରଖିଦେଇଛି ତୁମ ଆଗରେ। ଏଇଟା ଯେମିତି ସୃଷ୍ଟି କରିଛି, ଏ ଗୋଟେ ଷ୍ଟେଜ, ତୁମେ ଜାଗ୍ରତ ଅବସ୍ଥାରେ ଆସିଲେ ଏଇଟା ଦେଖିବ। ପୁଣି ସ୍ୱପ୍ନରେ ବେଳେ ବେଳେ ସୃଷ୍ଟି କରି ଦେଖେଇ ଦଉଛି ତୁମକୁ, ଦେଖ କେତେ ଅଟ୍ଟାଳିକା ଅଛି, କେତେ ଘର ଅଛି, କେତେ ଜମି ଅଛି, କେତେ ଫସଲ ଅଛି, କେତେ ନଈ, ପାହାଡ଼, ହ୍ରଦ, ସମୁଦ୍ର ସବୁ ଦେଖେଇ ଦଉଛି, ଚନ୍ଦ୍ରମା, ସୂର୍ଯ୍ୟ ସବୁ ଦେଖେଇ ଦଉଛି। କେତେ ବିଚକ୍ଷଣ ବୁଦ୍ଧି! କାରଣ ତୁମ ଭିତରେ ସେ ଜିନିଷ ଅଛି ବୋଲି ସେ ଦେଖଉଛି। ତୁମେ ସେଇ ସତ୍ତା, ବିଶ୍ୱ ବ୍ରହ୍ମାଣ୍ଡର ତୁମେ ସତ୍ତା, ତୁମ ଭିତରେ ସୂକ୍ଷ୍ମ ଭାବରେ ଲୁଚି ରହିଛି। ବୁଝିହେଲା ନା ନାଇଁ ହେଲାନି? ଟିକେ ରହିଲା। ଆମେ ସ୍ୱପ୍ନ ଗୁଡାକ ଦେଖୁ, ଯୋଉଟାକ ଆମ ସବକନସିୟସ୍ ମାଇଣ୍ଡର ରେକର୍ଡିଂ ହେଇଥାଏ, ସେଗୁଡା ସ୍ୱପ୍ନ ଆମେ ଦେଖୁ ନା ଏଇ ନିତିଦିନିଆ ଜିନିଷ ଯେ ଆମ ଘଟଣା ଘଟୁଛି ସେଗୁଡାକ ଆମେ ସ୍ୱପ୍ନ ଦେଖୁ? ନାଇଁ, ତୁମର ମାଇଣ୍ଡ ଯାହା ଫିଡିଂ ହେଲା ତମେ ସେୟା ଦେଖ। ତୁମେ ସ୍ୱପ୍ନ ସୃଷ୍ଟି କରୁଛ ନା, ତୁମର ଭାବନା ଅନୁସାରେ ସ୍ୱପ୍ନ ସୃଷ୍ଟି ହଉଛି।
ଆଉ ତୁମେ କ'ଣ ଆଲ୍ଲାହଙ୍କୁ କେବେ ଦେଖିପାରିବ କି? ଆଲ୍ଲାହ ନା ମୁସଲମାନ ଯୋଉ ସମ୍ପ୍ରଦାୟ ଅଛନ୍ତି ସେମାନେ କ'ଣ ଭଗବାନ ବିଷ୍ଣୁଙ୍କୁ କେବେ ଦେଖିପାରିବେ? କାରଣ ତାଙ୍କ ମାଇଣ୍ଡ ଫିଡିଂ ନାହିଁ, ସେ ବିଷୟରେ ନାହିଁ। ତେଣୁ ସ୍ୱପ୍ନ ଏଠି ଜଣାପଡୁଛି, ସ୍ୱପ୍ନଟା ତୁମ ଅଧିକାରରେ ଅଛି, ତୁମର ଭାବନାରେ ଅଛି, ତୁମର ସେନ୍ସରେ ଅଛି। ତୁମେ ଯେମିତି ଶତ୍ରୁକୁ ବ୍ୟବହାର କରୁଥିବ ଏକ୍ଜାକ୍ଟ ସ୍ୱପ୍ନ ସେୟା କରିବ। ତୁମେ ଶତ୍ରୁକୁ ମାରିବାର ତମର ତାକତ ଅଛି, ସ୍ୱପ୍ନରେ କ'ଣ ହାରିବାର ତାକତ ଆସିବ କି? ସେ ମାରିବାର ତାକତ ଆସିବ, ବୁଝିପାରିଲେ? ହଁ, ଆମେ କ୍ରିକେଟ ଖେଳୁଛୁ, କ୍ରିକେଟ ଯେତେବେଳେ ଖେଳୁଥିଲୁ ସେତେବେଳେ ସ୍ୱପ୍ନରେ ବି କ୍ରିକେଟ ଆସେ। ଆମେ ଖେଳୁଛୁ, ବୋଲିଂ ହଉଛି, ଏକ୍ଜାକ୍ଟ ବୋଲିଂ ହଉଛ, ଯିଏ ବାଡେଇବା କଥା ବାଡଉଛନ୍ତି ସେପଟରେ, ତମେ ବୋଲିଂ କରୁଛ, କିଏ ଫିଲ୍ଡିଂ କରୁଛ, କିଏ ବାଡେଇ ଦେଲା, ତମେ କ୍ୟାଚ୍ ଧରିଲ, ଏକ୍ଜାକ୍ଟ ସେଇ ପ୍ଲେୟାର। ତୁମେ ଜାଗ୍ରତରେ ଯୋଉ ପ୍ଲେୟାରଙ୍କ ସହିତ ଖେଳୁଥିଲ ସେଇ ପ୍ଲେୟାର ତମକୁ ସ୍ୱପ୍ନରେ ଦେଖାଯାଏ। ଯେମିତି ପାଟିତୁଣ୍ଡ ହଉଥିଲା ସେମିତି ସେଠି ପାଟିତୁଣ୍ଡ ହଉଥିବ। ତେଣୁ କ୍ରିଏଟର ତୁମେ ନିଜେ। କି ଗୋଟେ ଦୋକାନ କରିଛ, ତୁମେ ଦୋକାନରେ ସଦାବେଳେ ବସିଛ, ସ୍ୱପ୍ନ ଦେଖିଲ ମୋ ଦୋକାନ ଏଇ ଜିନିଷ ସବୁ ଅଛି, ଏଇ ଜିନିଷ ନାହିଁ, ଲିଷ୍ଟ କରୁଛ, ଆଉ କ'ଣ ଆସିବ କ'ଣ ନାହିଁ। ଯିଏ ଦୋକାନ କରିନି ସେ କେମିତି ସ୍ୱପ୍ନ ଦେଖିବ? ଦୋକାନର ସ୍ୱପ୍ନ, ବୁଝିପାରିଲେ? ଯିଏ କରିଛି ସେ ଏକ୍ଜାକ୍ଟ ସେଇଟା ଫିଡିଂ ଗଲା, ତା ସ୍ୱପ୍ନ ସେ ଆସିବ। ये क्रिटिकल लगी पारे कि वास्तव सत्य। गुरुजी एटा बोले प्रैक्टिकल जिंस सेटा थ्योरी काल क्रिटिकल होउछि कि आ हां, एटा प्रैक्टिकल अछि, थ्योरी अछि। प्रैक्टिकल कौन कि तुम प्रैक्टिकल जागृत रहुछ, प्रैक्टिकल स्वप्न में जाउछ, प्रैक्टिकल समाधि की जाउछ, प्रैक्टिकल निद्रा को जाउछ। चारिटांग अवस्था तुम भीतर अछि, जागृत, स्वप्न, सुसुप्ति, तुरिया। ये चारोटी अवस्था तुम भीतर अछि, किंतु तीनोटी अवस्था तुम अवस्थान करछ, अनुभव करछ। आ गोटे अवस्था हो पारुनी, आ गोटे अवस्था को तुम गले प्रयास कल देखि नै जो। प्रयासर आवश्यकता अछि। किछ ना, इजी शॉर्ट, इजी मेथड समाधि हवा। अभाव कौन ना, अभाव तुमर ज्ञान माने सेतिरे प्रवेश करिया चाहन समाधि की जीवा पाई। खाली भावना कर दो जो हाँ समाधि हो जाते, सेमती हेनी। तुम प्रयास कर जारी रख, प्रति मुहूर्त जारी रख, मु समाधि हेबी, सही ऑटोमेटिक ऑटोमेटिक। जादृशी भावना जस्य सिद्धि भवती कह जाए। तेणु जेपरी भावना अच्छी से तुम हम ही हम। तुम जगन्नाथ पाखा जावाई प्रयास कर कौन जा सेपटे बिरजा पाखे पहुंच जाव केवे नुहे। जगन्नाथ आड़ू जाऊच माने जगन्नाथ आड़ू जीव। तिरुपति केमती पहुंचो? तिरुपति कई पहुंचे तुम पृथ्वी। देखु केते विचित्र दुनिया। स्वप्न अच्छी तुम भितर, जाग्रत अच्छी, निद्रा अच्छी। निद्रा गोटे केते इंपोर्टेंट शांति दौर तुम देख। निद्रा ना कि हबार सी तुमको शोई पकाऊँ, सी तुमको उठे दौर, सी तुमको खोई दौर, सी तुम पृथ्वी दृश्य रखिदे। केते विराट सृष्टि कर पृथ्वीटा तुम पाखे देख, तुम पाखे तुम केवल तुम्हें उपभोग कर। पृथ्वी नाचब, डेब, खेल, आकाश रे पवन अच्छी, पृथ्वी रे माटी अच्छी, समुद्र अच्छी, गाँ गंडा। तुम्हें कह से गाँ अच्छी, ये गाँ अच्छी। जदि कौन सी गाँ न था तुम्हें जन्म नहीं था कौन कर एका बोका कही था ना ये मत भल निसंग सलिटारी हो जाता पूरा पुअर हो जाता तुम्हें। तेणु समस्त आयोजन कर भगवान तुम पाखे रखिदे। गाँ रहर रास्ता रंगल रही, पानी फसल
उत्पादन क्षम तुम करके निजक खाई गंडा बंची पार आठ विचित्र प्लानिंग कौन अच्छी कहले आउगुड़ा किसी न था आउ कौन था आउ कौन था पृथ्वी सृष्टि करके पुणी अन्न सृष्टि कर अन्न तुम्हें खाई बंच तुम अन्न हुए तो पृथ्वी अन्न है अर्नाथ पुरुष अद्यवान पृथ्वी पृथिव्यांग अन्न अर्नाथ पुरुष केते कॉम्बिनेशन अच्छी देख आकाश कई जन कहले ग्रह नक्षत्र गुड़ा किसी नुहति मुझे रवि सूर्यंकर प्रभाव तुम पड़ूनी पृथ्वीर प्रभाव पड़ूनी चंद्र प्रभाव पड़ूनी सीना मंगल शनि दूर अच्छा तुमको देखा जाऊना बृहस्पति प्रभाव पड़ूनी बुधर प्रभाव पड़नी शुक्र प्रभाव पड़नी खाली सूर्यर प्रभाव पड़ी खरा पड़ा बेले जान सूर्यर प्रभाव आ कौन को ग्रह प्रभाव पड़नी तुम सबुर आयोजन जी कर प्रश्न पचार से उत्तर दब तुम्हें साधारण कथा कहले किए बुझ जी चंद्र को सृष्टि कर जी पृथ्वी की सृष्टि कर जी सूर्य को सृष्टि कर जी वरुण को सृष्टि कर जी शुक्र शनि नवग्रह को सृष्टि कर जी पुष्प गच्छ लता गुल्म माछ गच्छ किसी कौन सृष्टि देखु रास्ता घाट जी सृष्टि कर पचार से उत्तर दो तुम्हें कौन कौच मु अच्छी तुम्हें कौन आश्रा तुम्हें कौन क्या आश्रय कर चलु न केते विचित्र पृथ्वी सेपरी केते विचित्र स्वप्न सेपरी केते विचित्रता तुम भीतर भर्ती ही रही तुम भीतर रही केवे कल्पना करुच सामंजस्य केते केते काढुच ता भीतर नॉलेज देखुच के विचार करछ बसिकरी कोठी हुए सब कौन आलू पियाज सहित युद्ध कले कौन हम ता भीतर आकु देख खाली आलू पियाज डाली भात ये नुहे कि समाधान बाट जदि समाधान करिया को अच्छी तुम्हें भीतर पस ये नॉलेज को देखो ये विचित्रता पृथ्वीर विचित्रता को देखो आकाशर विचित्रता को देखो मेघर विचित्रता को देखो सूर्यंकर विचित्रता को देखो चंद्र पवन समस्त विचित्रता को विश्लेषण कर ताले रिजल्ट मिल तुमको भगवान तुमको एमती गोटे जिनस देनी तुम भीतर विचार कर शक्ति अच्छी पृथ्वी की देखिबार आखि अच्छी विचार कर देखुच मनीष कि गध हुन गध जमी किसी जापारे धुआ पकई दिए लुगा गध पिठे से घाट को जाए पुणी लुगा सुखिला पकई दिए पिठे आणिक दे दिए घरे गध जानी पारानी जीवन पड़ेला ना घाट की ना घर की घाट रही पाला कि घर रही पाला किसी ना सेमती तुम्हें ना घाटर कि घर हम जदि न बुझीब निज गध भली खाली ये जीवन निर्वाह कर जाग्रत नुह ये पॉइंट आसला गध भली जब तुम जावासिया कर किसी जापर धोबार गध किसी जापारे जमी तुम्हें सेमती धोबार गध संसार कल संसारी हेल दुकान कल इनकम है सब कोठा कल गाड़ी कल सब कल कि जापारलनि कहीं मुझे धोबार गध नुहे कि तुम्हें जापारलनि कहीं करुच मु किए जापारानी गध जापारानी से किए धोबा जानी मु कौन करुची किंतु गध जापारानी से कौन करुची से कहुए तुम्हें ना घाट की ना घर की तुम्हें घाटर हम ना घर हम तुम्हें स्वर्गर हम ना पृथ्वी हम कहार हो पार पलैब पुणी सीटी बाजिब साइरन बाजिब बाबा उठिब उपर जमजे न जान बालू तो जुवा सी जानवनी ये बालक अच्छी ये युवक अच्छी
सी नहीं जीव सी नौबा तुम्हें जाओ तेणु धोबार गध हला जी सी जाग्रत रहा जी जाग्रत रु जाग्रत हम सी धोबा हवा पड़ो जानिया पड़ो मु कौन करूँ कौन गध को पठेले पुणी कौन पठेले से तुम्हें कौन आस जीव जदि जानीगल ताहले जाग्रत हो गला जाग्रत रु जाग्रत हो गला हो आ जीवन रे समस्तंकर जेते अछंती ये जो ज्ञान ग्रहण करने ପାଇଁ ଗୋଟେ गुरु दरकार बिना गुरु रे हबनी एगुड़ा सब गुरुर भाव गुरुर मन जानी काम कर तुम मन जानी काम कले किसी हबनी गुरुर मन को देखिक परख काम कर ताहले किसी पाइब ना मिलबनी किसी तुम आम आश्रम गोटे पिला चला समस्त जानी नेउना अधिक सी आसब मत अनेब मुझे कुआड़े अनेबी से मन दुख कर अनेबी से मत अनेब ये कौन गुरुर भाव शिष्यर भाव मो कथा से मानबनी किंतु मुझे कह से करे अति स्नेह श्रद्धा से थाए मुसी पानी रखी गोड़ धोईदेव पानी गरम कर वर्षा दिने गोटा कुंड रखी गरम कर गोड़ बुड़ेबी से तो सफा कर कहीं आश्रम भितर को आसला बेलू असना पानी थाए मेघ पानी वर्षा पानी गुड़ा सफा करे मुझे मना करी से मन दुख कर शिष्य से ही हम जी गुरु को कथा मान ओबीडियंस हम तुम्हें कहबनी जे कहीं मत यहाँ कहले तुम्हें आज्ञा को तांकर आदेश को अपेक्षा कर तुम उणा करनी कहीं मत यहाँ कहल मुझे करी ना ताहले परम शिष्य हो पार बुझे तेणु गोटे माने भल शिष्यटे हेले तुम भल गुरु हो पार बुझिपार भल शिष्य जड़े हेले भल गुरु हो पार क्या रिसीव कर ओबीडियंस हो पूरा ओबीडियंस हो आ पूरा सत्य रुह सत्य कथा कह जड़े सत्य कथा कहले भी से परम शिष्य हो गुरु पाखे बुझे सब जाक स्नेह सब जाक भरोसा सब जाक आदेश गुरु देवे कारण से सत्य कह सत्य कहता लोक पाया बहुत कष्ट गोटे गुरु गोटे शिष्य सत्य कहता शिष्य पाया बहुत कष्ट तेणु सत्य कहता शिष्य मिल जाए गुरु सी तो प्रिय हो गला ताको ही भंडार चाबी देवे तेणु तुमर कर्म तुमर प्रेजेंटेशन जदि गुड प्रेजेंटेशन है सॉलिड प्रेजेंटेशन है तुमको सारा पृथ्वी लोक सम्मान देवे आस्था रखिए तुम्हें जब भूल असत्य रत्य कहबनी तुम पाखु ना धन आसो ना सम्मान आसो ना ख्याति बढ़ो ना गुरुर पाख हो पार किसी हेनी तेणु सत्य गोटे आधार गोटे शिष्य सत्य गोटे परम आधार खाली आधार ना परम आधार आ गोटे गुरु पाखे सत्य कहते शिष्य जब पहुंचीगला गुरुर सबू जाक शक्ति से नहीं जाए मन रख क्या सत्य पाख सब जिन पड़ेगा किसी रहा गोटे गुरु शिष्य को कौन दब
ସେ ଅଟୋମେଟିକ ଟାଣି ନେଇଯିବ। ଚୁମ୍ବକ ଶକ୍ତି ଅଛି, ସବୁ ଯାକ ନେଇଯିବ ଟାଣି। ଗୁରୁ କିଛି ଦେବେ କି ନ ଦେବେ ଅଲଗା କଥା, ସେ ହକଦାର ହେଇଯିବ ସେ ସବୁ ଯାକ ପାଇବା ପାଇଁ। ଆନନ୍ଦ ଶିଷ୍ୟ ଥିଲେ ବୁଦ୍ଧଦେବଙ୍କର। ସେ ତା ବଡ଼ ଭାଇ ହେବେ ଆନନ୍ଦ। କହିଲେ ହଁ ମୁଁ ତୋର ଶିଷ୍ୟ ହେବି ଯେ, ପ୍ରଥମ କଣ୍ଡିସନ କଲା ମୁଁ ତୋର ଶିଷ୍ୟ ହେବି କିନ୍ତୁ ତୋ ସହିତ ସଦାବେଳେ ମୁଁ ରହିବି, ଆଉ କିଏ ରହିବେନି। ତୁ ଯୁଆଡ଼େ ଯିବୁ ମୁଁ ସିଆଡ଼େ ଯିବି, ତୁ ଯୋଉଠି ଶୋଇବୁ ମୁଁ ସେଇଠି ଶୋଇବି, କାହିଁକିନା ସାନ ଭାଇ ତ। ଆଉ ତୁ ଯାହା ଖାଇବୁ ମୁଁ ଖାଇବି, ସବୁ କାମ ମୁଁ ଛତା ଧରିକି ତୋ ଉପରେ ବୁଲିବି, ବୁଝିଲେ। ସେଠୁ ବୁଦ୍ଧଦେବ କହିଲେ ତଥାସ୍ତୁ, ଠିକ ଅଛି ସେୟା ହବ। କିଛି ଦିନ ପରେ ଗଲା ପରେ ସବୁ କାମ ସେ କଲା, ସବୁ କାମ ସେ କଲା। ବୁଦ୍ଧଦେବ ଯୋଉଠି ବସିଲେ ଇଏ ସେଇଠି ଧ୍ୟାନ ଲଗେଇଲା, ଯୋଉଠି ଶୋଇଲେ ଯୋଉ ଘରେ ଇଏ ସେଇ ଘରେ ଶୋଇଲା, ଯୋଉଠି ଯୋଗ କଲେ ଇଏ ସେଇଠି ଯୋଗ କଲା, ଯୁଆଡେ ଗଲେ ଛତା ଧରି ଇଏ ବୁଲିଲା। ପୁରା ପରମ ଶିଷ୍ୟ ଆନନ୍ଦ। ଯୋଉ ଲୋକ କଣ୍ଡିସନ କରିଥିଲା, ଯୋଉ ଲୋକ ଆସିବେ ମତେ ପଚାରିକି ତାପରେ ତୋ ପାଖକୁ ଯିବେ। ଗୁରୁଦେବ କହିଲେ ଠିକ ଅଛି। ବୁଦ୍ଧ କହିଲେ, ତାକୁ ପଚାରିକିରି ବାର୍ତ୍ତାଟା ଆସିଲା ବୁଦ୍ଧଦେବଙ୍କ କତିକି। ଆନନ୍ଦ ଏତେ ପ୍ରିୟ ହେଇଗଲା। ଦେଖିଲା କିଛି ଦିନ ଗଲା ପରେ ଆନନ୍ଦ କହିଲେ ଆପଣଙ୍କ ପାଖକୁ ତ ବହୁତ ଶିଷ୍ୟ ଆସିଛନ୍ତି, ବହୁତ ସମାଧି ହେଇଗଲାଣି, ମୋର ସମାଧି କାହିଁ ହଉନି? ମୋ ସମାଧି କାହିଁ ହଉଛି? ମୁଁ ତ ତମ ପାଖରେ ରହିଛି, ଛତା ଧରି ବୁଲୁଛି, ଯାହା ଖାଉଛ ଖାଉଛି, ଯେମିତି ସାଧନ କରୁଛ କରୁଛି, ସବୁ କିଛି ମୁଁ ତମ ପାଖରେ ରହୁଛି, ହଉନି କାହିଁକି? ବୁଝିପାରିଲେ ତ? ତେଣୁ କଣ୍ଡିସନ କରିକି କିଛି ଉପଲବ୍ଧିର ଜ୍ଞାନ ଆସେନି। କଣ୍ଡିସନ କିଛି ମିଳେନି। ତୁମେ ସମାଧି ହବାକୁ ହେଲେ ସମାଧି ହବାକୁ ପଡିବ, ତୁମେ ନିଜେ ଚେଷ୍ଟା କରିବ, ଅଟୋମେଟିକ ହବନି। ଶୁଣିଛି ବୁଦ୍ଧଙ୍କର ପରମ ଶିଷ୍ୟ ହଉଛି ଆନନ୍ଦ, ପାଖେ ପାଖେ ଥିଲା। କଣ୍ଡିସନ କରିନେ ଯିଏ ଆସି ପଚାରିବ ବୁଦ୍ଧଙ୍କ ସହିତ କଥା ହବ, ଆଗେ ଆନନ୍ଦ ସହିତ କଥା ହବ, ତାପରେ ବୁଦ୍ଧ କଥା ହେବେ। ଆନନ୍ଦ ଯଦି କହିବ ବୁଦ୍ଧ ପାଖକୁ ସେ ଯିବେ। ଇଏ କି ଶିଷ୍ୟର ଭାବ ହେଇପାରିବ ଏମିତି? ତେଣୁ ଭଲ ଶିଷ୍ୟଟିଏ, ଭଲ ଗୁରୁଟିଏ ହବାକୁ ହେଲେ ଆଗେ ଭଲ ଶିଷ୍ୟଟିଏ ହୁଅ। ଜଣେ ଭଲ ପ୍ରବକ୍ତା ହବାକୁ ହେଲେ, ପ୍ରବଚକ ହବାକୁ ହେଲେ ଆଗେ ସେ ଶୁଣିବା ଦରକାର, ଲିସନିଂ ପାୱାର ବଢିବା ଦରକାର। କିଏ କଣ କହୁଛି ତାକୁ ରିସିଭ କର, ବହୁତ ଜିନିଷ ରିସିଭ କର, ଅଟୋମେଟିକ ଫ୍ଲୋ ହବ କହିବା ପାଇଁ। ତୁମେ ଘୋଷିକିରି କହିପାରିବନି କିଛି, ତମେ ଆଗେ ରିସିଭ କର କିଏ କଣ କହୁଛି। ଯେତେ ରିସିଭ ହେଲା ସେଗୁଡ଼ା ସବୁ ବାହାରିବ। ପୁରା ଗୋଟେ ପ୍ରିନ୍ସିପଲ ରଖ ମନ ଭିତରେ ଯେ ମୁଁ କିଛି ରିସିଭ କରିବି, ଆଗେ ରିସିଭ କରିବି। ପ୍ରବଚକ ହବାକୁ ଚେଷ୍ଟା କରନି, ଆଗେ ରିସିଭର ହବାକୁ ଚେଷ୍ଟା କର। ମୁଁ କେତେ ମାନେ ରିସିଭ କରିବା, ଗ୍ରହଣ କରିବା ଗୋଟେ କଳା, ଆର୍ଟ ଅଫ ଲିସନିଂ ଗୋଟେ କଳା। ରିସିଭ କରିବା, ଯେତେ ରିସିଭ କରିବ ତମେ ସେତେ ବିରାଟ ବିରାଟ ହେଇଯିବ। ଏଇ ଚର୍ମ ଅଛି, ଏଇ ଶରୀର ଅଛି, ଅସ୍ଥି ଅଛି, ନଖ ଅଛି, ବାଳ ଅଛି, ଆଖି ଅଛି, କାନ ଅଛି, ନାକ ଅଛି, ପାଟି ଅଛି, ଦାନ୍ତ ଅଛି, ଜିଭ ଅଛି, ସବୁ ଅଛି, ହାର୍ଟ ଅଛି, କିଡନୀ ଅଛି, ବୃକ, ଲିଭର, ପାନକ୍ରିଆସ, ସବୁ ଅଛି ତମ ଭିତରେ ଅଛି, ସବୁ ଆକ୍ଟିଭ ହେଇଯିବେ। ତୁମ ଭାବନାରେ ସବୁ ଆକ୍ଟିଭ ହେଇଯିବେ। ଏଗୁଡ଼ା ସବୁ ନୋମିନାଲ ଜିନିଷ, କିନ୍ତୁ ତୁମର ଭାବନାକୁ ସେମାନେ ଅପେକ୍ଷା କରିଛନ୍ତି। କଣ ଭାବନା କରୁଛି ଲୋକଟା, ସେ ଅନୁସାରେ ଆକ୍ଟିଭ ହେବ, ସେ ଅନୁସାରେ ତୁମର ବଳ ବଢିବ, ଶକ୍ତି ବଢିବ, ରକ୍ତ ବଢିବ, ସବୁ ପ୍ରକାର ବଢିଯିବ ଶରୀରଟା। ଗୋଟେ ଜୀବନରେ ପ୍ରିନ୍ସିପଲ ରଖ,
ଅକୁଣ୍ଠ ଚିତ୍ତ, ଅକୁଣ୍ଠ ଚିତ୍ତରେ ତୁମେ ଦାନ କର। କୁଣ୍ଠିତ ହେଇ କିଛି ଦିଅନ୍ତି। ଦେଖ ଇକୋନୋମିକାଲ ଦେଖିବାକୁ ଗଲେ ତୁମେ ଧର ଗୋଟେ ଗୁରୁଙ୍କୁ କୋଉଠି ଦଉଛ ପ୍ରେଜେଣ୍ଟେସନ, ଗୋଟେ ଗୁରୁଙ୍କୁ କୋଉଠି ଉପହାର ଦଉଛ ବା କୌଣସି ଅନୁଷ୍ଠାନ କିଛି ଦାନ କରୁଛ, ମନ୍ଦିର କି ଆଶ୍ରମ ପାଇଁ ଯେତିକି ପଇସା ଦେଲ, ତୁମେ ଅବଶିଷ୍ଟ ଏଇଟା ହିସାବ କରୁଛ ଏତିକି ପଇସା କାହିଁକି ଦେବି, କୋଉଥିପାଇଁ ଦେବି ଇତ୍ୟାଦି ଇତ୍ୟାଦି। କିନ୍ତୁ ତୁମେ ଯୋଉ ପଇସା ରଖୁଛ ତାକୁ ଠିକ ସେ ବିନିଯୋଗ କରିବା ପାଇଁ ରଖୁଛ ତ, ଅବଶିଷ୍ଟ ରହିଲା ଏଇଟା ମୋ ପଇସା, ଯୋଉଟା ଦେଲି ତା ପଇସା ହେଇଗଲା, ଏହା ଭାବୁଛ ନା। କିନ୍ତୁ ଯୋଉଟା ଦଉଛ ସେଇଟା ତୁମ ପଇସା, ଯୋଉଟା ରଖୁଛ ସେଇଟା ତୁମର ନୁହେଁ। ଇକୋନୋମିକାଲ ପଏଣ୍ଟ ଅଫ ଭ୍ୟୁରୁ ଦେଖିଲେ ତୁମେ ଅବଶିଷ୍ଟ ପଇସାକୁ କେତେ ବିନିଯୋଗ କର, ଯେମିତି ହିସାବ କରୁଛ ଏତିକି ଟଙ୍କା ଦେଇଦେଲି, ଲକ୍ଷେ ଟଙ୍କା ଦେଇଦେଲି କୋଉ ଆଶ୍ରମ, ଯେତିକି ଖୋଟତାଡ଼ କରୁଛ ହିସାବ କରୁଛ ଦବା ଠିକ ଭୁଲ ଇତ୍ୟାଦି ଇତ୍ୟାଦି ଇତ୍ୟାଦି, କଣ ହବ ସେ ପଇସା, କୋଉଠି ଲାଗିଲା କି ନାହିଁ। ସେମିତି ନିଜ ପାଖରେ ଯୋଉ ପଇସା ଅଛି ତାକୁ କେତେ ସୁଦୃଢ ଭାବରେ ବିନିଯୋଗ କରୁଛ ସେ ହିସାବ କର ଆଗେ, ତାକୁ ଠିକ ବାଟରେ ଲଗଉଛ କି ନାହିଁ। କେତେ ମଦ ଗଞ୍ଜା ଅଫିମରେ ଯାଉଛି, କେତେ ପାଲି ଖେଳରେ ଯାଉଛି, କେତେ ଜୁଆ ଖେଳରେ ଯାଉଛି, କେତେ ମଦରେ ଯାଉଛି, କେତେ ଖାଦ୍ୟରେ ଯାଉଛି, କେତେ ଡ୍ରେସରେ ଯାଉଛି, କେତେ ବନ୍ଧୁବାନ୍ଧବରେ ଯାଉଛି। ଆକୁ ଠିକ ସେ ହଉଛି କି ନାହିଁ ସେଇ ହିସାବ ମଧ୍ୟ ରଖ। ପାରୁଛ ଯଦି କୌଣସି ଆଶ୍ରମକୁ ଭୂମି ଦାନ କର, ସେଇଟା ଗୋଟେ ସ୍ଥାୟୀ ଆସେଟ୍ସ। ତୁମର ଯେତେ ଆସେଟ୍ସ ଅଛି ସେଇଟା ଗୋଟେ ଗୋଲ୍ଡଟା ଗୋଟେ ସ୍ଥାୟୀ ଆସେଟ୍ସ ନୁହେଁ, ସେଇଟା ହଉଛି କଣ ଭାରିଏବୁଲ, ଏଠି ଆଜି ଅଛି ସେଠି କାଲି ପଳେଇବ। କିନ୍ତୁ ଫିକ୍ସଡ ଆସେଟ୍ ଯଦି କହୁଛ ବ୍ୟାଙ୍କରେ ଟଙ୍କା ରଖିବା, ସେଇଟା ଫିକ୍ସଡ ଆସେଟ୍ ନୁହେଁ, ଫିକ୍ସଡ ଆସେଟ୍ ହଉଛି ଜମି। ଫିକ୍ସଡ ଆସେଟ୍ ଯଦି କିଛି ଥାଏ ସେ ହଉଛି ଜମି। ଜମି ଫିକ୍ସ କରେ, ଜମିଟା କୁଆଡେ ଯିବନି, ରହିଲା। ତେଣୁ ଯୋଉଠି ଦାନ କରୁଛ ସେଠି ଗୋଟେ ଜମି କିଛି ଦାନ କର, ସେ ଗୋଟେ ଡିସିମିଲ ହଉ, ଅଧ ଡିସିମିଲ ହଉ, ବିଶ୍ୱାଇ ହଉ, ତମ ସକ୍ଷମ ଅନୁସାରେ ପଇସା ଦବ, ଜମି କିଣା ଯିବ ବା କିଣି ଦବ। ଜୀବନରେ ଏତିକି କାମ କର। 16 ବିଶ୍ଵା ଗୋଟେ ଡିସମିଲ, ସେଥିରୁ ଯେତିକି ସମ୍ଭବ ଦିଅ, କିଛି ନାହିଁ କିନ୍ତୁ ଦିଅ। ଜୀବନରେ ସେଇଟା ଯଦି କରିପାରିଲ ତାଠୁ ଗୋଟେ ବଡ ଜିନିଷ କିଛି ନାହିଁ। କୋଉଠି ଗୋଲ୍ଡ ଦବା ଆବଶ୍ୟକ ନାହିଁ, ଗୋଲ୍ଡ କେହି ଦିଅନ୍ତିନି। ଅବଶ୍ୟ ଜଗନ୍ନାଥ ମନ୍ଦିରରେ ହୀରା ଲୀଳା ମୋତି ମାଣିକ କେତେ ଯେ କଣ ମାନେ ଭର୍ତ୍ତି ହେଇଛି ସବୁ। ରାଜା ମାନେ ଆସିକିରି ଯୁଦ୍ଧ କରିକି ଆଣିକିରି ଯେ ସୁନା ରୂପା ଆଣି ଦଉଥିଲେ, ଆଶ୍ରମକୁ ଦଉଥିଲେ, ଜଗନ୍ନାଥ ମନ୍ଦିରକୁ ଦଉଥିଲେ। ପାରୁଛ ଯଦି ନିଜ ହୃଦୟ ଯଦି କହୁଛି ମୋ କଥା ଶୁଣିଲା ପରେ କିଛି ଆମେ ଡୋନେଟ କରିବା, ଦିଅନ୍ତୁ। ଆମର ତ ବହୁତ ସମ୍ପତ୍ତି ଦରକାର, ସେଠି ଆଶ୍ରମ ପାଇଁ 5 ଏକର ପାଖାପାଖି ଦରକାର। ତାହେଲେ ଗୋଟେ ତୁମରି ପଇସାରେ ବା ତୁମ ଜମିରେ କେତେ ଲୋକ ଉପକାର ପାଇବେ, ସାରା ପୃଥିବୀ ଲୋକ ଉପକୃତ ହେବେ ନା। ତେଣୁ ତୁମେ ଦାନ କରୁଥିବା ଲୋକ ଯେତିକି ଭାଗ୍ୟବାନ, ଦାନ ଗ୍ରହଣ କରୁଥିବା ଲୋକ ସେତିକି ଭାଗ୍ୟବାନ ନୁହେଁ। ଯଦି ସେ ପର୍ସନାଲ କିଛି ଗ୍ରହଣ କରୁଥିବ, ଯଦି ସାମୂହିକ ପାଇଁ ଗ୍ରହଣ କରୁଥିବ ସେ ତ ଭଲ କଥା, କିନ୍ତୁ ଦାନ ଦବା ଲୋକ ହିଁ ମୂଲ୍ୟବାନ। ସେ ପାଇବ ଜନ୍ମ ଜନ୍ମାନ୍ତର ଯୋଉ ଅଛି ଦୋଷ ତ୍ରୁଟି ସବୁ କଟିବ। ତମେ ପୃଥିବୀକି ଆଣିଥିଲ କି? ତମେ ପୃଥିବୀରୁ ତୁମ ନାଁରେ କିଛି ଅଛି, ତମେ ଦାନ କରିବ। ପୃଥିବୀରୁ କିଛି ଆଣିନ, ପୃଥିବୀକି ତମେ ବିକୁଛ। ପୃଥିବୀକି ଆଣିଥିଲ? ଆଣିନ, କିଛି ମୂଲ୍ୟ ଦେଇ ଖରିଦ କରୁଛ। ଚନ୍ଦ୍ରପୃଷ୍ଠରେ ବୁଦ୍ଧିମାନ ଲୋକ ସବୁ ଜମି କିଣି ପକେଇଛନ୍ତି, 1300 ଟଙ୍କା ଗୁଣ୍ଠ।
20 ବର୍ଷ ତଳେ କିଣିଥିଲେ। ହଉ ଦାନ କରିବା ଶିଖ। ଦାନ ନ କଲେ ତୁମର ଜୀବନର ମୂଲ୍ୟବୋଧ କିଛି ନଥାଏ। ମନେ ରଖନ୍ତୁ, କୃପଣ ହୁଅନି, ଦାନୀ ହୁଅ, ତାହେଲେ କିଛି ପାଇବ। ହଁ, ଆଉ ଗୋଟେ କଥା ହଉଛି, ଯୋଉଠି ଦାନ କରୁଛ ଦେଖିକିରି ଦାନ କର, ଅପାତ୍ରରେ ଦାନ କରନି। ଅପାତ୍ରରେ ଦାନ ହେଲେ କିଛି ଲାଭ ନାହିଁ, ସେ ନେଇକି କୋଉଠି ମର୍ଡର କରିଦବ। ଆସ ସମସ୍ତେ ମିଳିମିଶି ଗୋଟେ ଭଲ ସୁନ୍ଦର ଆଶ୍ରମ କରିବା, ସମସ୍ତଙ୍କର ଅବଦାନ ରହୁ, ସମସ୍ତଙ୍କ ପ୍ରଚେଷ୍ଟା। ଏଇ ଯୋଉ ପରିକଳ୍ପନା ଆମେ କରିବାକୁ ଯାଉଛୁ ଗୁରୁ ପୂଜା, ଗୁରୁ ପୂଜା ଗୋଟେ ମାନେ ମାଧ୍ୟମ। ଆଶୀର୍ବାଦଟା ଆସିକିରି ଗୁରୁଙ୍କ ପାଖରେ ବସିକିରି କିଛି ମିଳେ, କଳ୍ପନା କରିପାରିବାନି କଣ କଣ ପାଇବ ଜଣେ ଗୁରୁଙ୍କ ପାଖରୁ, ମାନେ କଣ ମିଳିବ ସେ କଳ୍ପନା ବି କରିପାରିବାନି। ଜଣକୁ ଅନେଇଲେ ବି ତାର ପ୍ରଭାବ ପଡିବ। ଗୁରୁ ଯେତେବେଳେ ଜଣକୁ ଅନେଇଛନ୍ତି ପ୍ରଭାବ ପଡେ, ଆନନ୍ଦରେ, ଖୁସିରେ। ଆଉ ଯୋଉ ଜିନିଷ ଦିଆଯିବ ସେଦିନ ତାକୁ ସେମିତି ସାଇତିକି ରଖିବ, 1000 ବର୍ଷ ପର୍ଯ୍ୟନ୍ତ ବି ଥିବ ସେ ଜିନିଷ। ହଉ, ଆଜିର ଏଇ ଆଧ୍ୟାତ୍ମିକ ବାର୍ତ୍ତା ବା ପ୍ରଶ୍ନ ଥିଲା। ଆମେ ପ୍ରଯତ୍ନ କଲେ ବୁଝିବା ପାଇଁ, ଯେତିକି ସମ୍ଭବ ବୁଝିଛେ ବୁଝିବା। ପୁଣି ବି ଆଉ ଆଲୋଚନା ହେଇପାରିବ, ବଡ଼ କଥା ନୁହେଁ। ହଉ, ଏଇଠି ରଖିବା। କିଏ କଣ ମତାମତ ଅଛି କୁହନ୍ତୁ। 1:30 ହବ, ନହେଲେ ବନ୍ଦ କରିବା। ଅଛନ୍ତି ତ ସମସ୍ତେ 50 ପାଖାପାଖି। ଗୁରୁଜୀ ଜୟଜୀବ। ଜୟଜୀ। ମୁଁ ଲକ୍ଷ୍ମଣ ଆନ୍ଧ୍ରା କହୁଥିଲି କେଉଁଝରରୁ। ହଁ, କୁହନ୍ତୁ। ଆଜ୍ଞା, ଆଜିର ଏଇ ଯୋଉ ଆଲୋଚନା ହେଲା, ଏହାର ପ୍ରଶ୍ନକର୍ତ୍ତା କିଏ ଥିଲେ ଆଜ୍ଞା? ଆର ରବୀନ୍ଦ୍ର ବାରିକ ଥିଲେ, ଖନ୍ତାପଡ଼ା। ଆଚ୍ଛା, ରବୀନ୍ଦ୍ର ମୁନି। ତାଙ୍କୁ ଆଜ୍ଞା ମୋ ତରଫରୁ ବହୁତ ବହୁତ ଧନ୍ୟବାଦ। ସିଏ ମାନେ ବହୁତ ମୂଲ୍ୟବାନ ପ୍ରଶ୍ନଟିଏ ପଚାରିଥିଲେ ବା ଉପସ୍ଥାପନ କରିଥିଲେ। ଆଉ ଯୋଉଟା କି ମୁଁ ଚାହୁଁଥିଲି କି କେବେ ଗୋଟେ ଆଲୋଚନା ହବ ବୋଲି, କିନ୍ତୁ ପଚାରି ପାରିନଥିଲି। ଯାହା ସେ ଗୋଟେ ଯୋଉ ପ୍ରଶ୍ନଟି ଉପସ୍ଥାପନ କଲେ, ଆଉ ତା ଉପରେ ଆପଣଙ୍କର ଯୋଉ ଆଲୋଚନାଟା ମାନେ ବହୁତ ଉଚ୍ଚ କୋଟିର ଆଲୋଚନା ହେଇଗଲା। ବହୁତ କିଛି ଶିଖିବାକୁ ମିଳିଲା। ମୋ ମନରେ ଯୋଉ କିଛି ସନ୍ଦେହ ଥିଲା, ପ୍ରାୟତଃ ଅଧିକାଂଶ ସନ୍ଦେହ ବା ଯୋଉ ପ୍ରଶ୍ନ ସବୁ ସମାଧାନ ହେଇଗଲା, ବହୁତ ସନ୍ଦେହ ଦୂର ହେଇଗଲା। ଆଉ ବହୁତ ବଢିଆ ଲାଗିଲା ଆଜିକାର ଏଇ ଯୋଉ ଆଲୋଚନାଟା। ଆଉ ତେଣୁ ମୁଁ ଭାବୁଛି ପ୍ରାୟ ଏଇଟା ଗୋଟେ ବହୁତ ଉଚ୍ଚ କୋଟିର ସତ୍ସଙ୍ଗ ଆଉ ବହୁତ ଉଚ୍ଚ କୋଟିର ଆଲୋଚନାଟି ଆଜି ଥିଲା। ଆଜ୍ଞା, ଇଏ ମୋର ମତାମତ। ଧନ୍ୟବାଦ ମତାମତ ରଖିଲେ ଏଇ ଆଜିର ପ୍ରବଚନକୁ ନେଇକରି। ଅନୁଭବ କରିଛନ୍ତି, ଯିଏ ଅନୁଭବ କରିଛନ୍ତି ସେଇଟା ନିଜ ଭିତରୁ ବାହାରିବ ନିଶ୍ଚିନ୍ତ, ଯେ ଏଇଟା ଏମିତି ହେଲା, ଠିକ ଲାଗିଲା କି କଣ ଲାଗିଲା, ଅଟୋମେଟିକ ବାହାରି ଉତ୍ସବ ହବ। ଆଉ କିଏ କହିବେ କଣ କୁହନ୍ତୁ, ନହେଲେ ବନ୍ଦ କରିବା। କାଲି ତ ଗୋଟେ ସତ୍ସଙ୍ଗ ଅଛି ଲାଷ୍ଟ ଗୁରୁ ପୂଜା ପୂର୍ବରୁ। ହଉ, ଆଜିର ସତ୍ସଙ୍ଗକୁ ଏଇଠି ସମାପ୍ତ କରିବା। ପୁଣି କାଲି ଶେଷ ବାର୍ତ୍ତାଳାପ। ହଉ, ଏଠି ରଖିବା। ସମସ୍ତଙ୍କୁ ଧନ୍ୟବାଦ। ସମସ୍ତେ ଶାନ୍ତ ଚିତ୍ତରେ ଜିଜ୍ଞାସାରେ ପ୍ରଶ୍ନ ଭିତ୍ତିକ ଆଲୋଚନାରେ ସବୁ ପ୍ରକାର ସହଯୋଗ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ସମସ୍ତେ ମୋ କଥାକୁ ଆଗ୍ରହ ସହିତ ଶୁଣିଛନ୍ତି, ମନ ଦେଇ ଗ୍ରହଣ କରିଛନ୍ତି। ସେଥିପାଇଁ ମୁଁ ଅନୁରୋଧ ସମସ୍ତଙ୍କ ଉପରେ ରହିବି ମଧ୍ୟ। ସମସ୍ତଙ୍କୁ ଧନ୍ୟବାଦ। ଜୟ ଜୟ।